ମୁଁ ମୁହଁ ମାଡ଼ି ହେଇକି ବସିଲି କଣ ପାଇଁ ବସିଥିଲି? କୋଉଠି ବସିଥିଲି? କେମିତି ବସିଥିଲି? କଣ ପାଇଁ ବସିଥିଲି? ହଁ କଣ ପାଇଁ ବସିଥିଲି ସେମିତି? କହୁନୁ କଣ ପାଇଁ ବସିଥିଲି? ତମମାନଙ୍କ ସହିତ ମାନେ ପାର୍ଟି କରିକି ମୋ ଚେଷ୍ଟ ପେନ୍ ହିଁ ହେଉଛି ହେଲା। ଯେତେ ଜୋରରେ ପାର୍ଟି କରୁଛି ସେତେ ଜୋରରେ ମୋତେ କଷ୍ଟ ଲାଗୁଛି। ଯା ତଳେ ପିଇ ଦେଇକି ଆସୁ, ମୋ ବୋତଲରେ ମୁହଁ ଲଗାନା। ମୋତେ ନିଦ ବି ଲାଗିଲାଣି ବହୁତ ଜୋରସେ। ଏଠି କେତେ ମଶା ମୋତେ କାମୁଡୁଛନ୍ତି। ମୁଁ ଆସି ବସି ଯାଇଛି ଏପଟେ ବେଡ୍ ସାଇଡ଼୍ରେ ଆସି ବସିଛି ହେଲା। ଆକ୍ଚୁଆଲି ମୁଁ ହିଁ ରାଗି ନଥିଲି, ଏଇମାନେ ସବୁ ଯେଉଁ ଅଳିଆ କରୁଛନ୍ତି ସେଇଥିପାଇଁ ଭାରି ଟେନସନ୍ ଅଛି। ତଳୁ ରୋଷେଇ କରିକି ଆସିଲି ହେଲା, 9ଟା ବାଜି ଯାଇଥିଲା। ଛୁଆମାନଙ୍କ ସାଙ୍ଗରେ ପାଟି କରିକି ପେଟ ହିଁ କହୁଛି, ଆଉ କଥା ହେଇପାରୁନି। ଆଉ କେତେ ବି ଗପିବ। ଚାଲ ଆଜି ମାହି ପଠେଇଥିଲା ଗୁଗୁ ପାଇଁ ସବୁ କଲର୍। ଏତକ ଘରେ ଥିଲା। ଏସବୁ ତମ ବାବା ଆଣିଥିଲେ, ବାବାଙ୍କର କହୁଛି। ଏସବୁ ହେଉଛି ମାହି ପଠେଇଥିଲା ହେଲା। ତାପରେ ଗୁଗୁର ହ୍ୟାଣ୍ଡ ରାଇଟିଂ ଟିକେ ଭଲ ହେଉନି ପାଇଁ ସେ ଦେଇଛି 2 ଲାଇନ୍ ଆଉ 2 ଲାଇନ୍ କହୁଛି ସ୍କୋୟାର ସାଇଜ୍, 3 ଲାଇନ୍ 4 ଲାଇନ୍ ହେଲା। ସେ ଏବେ କପିରେ 4 ଲାଇନ୍ 2 ଲାଇନ୍ରେ ଲେଖିଦେଉଛି, କିନ୍ତୁ 4 ଲାଇନ୍ରେ ଆଉ 3 ଲାଇନ୍ରେ ଲେଖୁଛି, କିନ୍ତୁ 2 ଲାଇନ୍ରେ ବଙ୍କା ପୂଜା କରୁଛି। ହଉ ଚାଲ। ଆଉ ପେନସିଲ୍ ତକ ମୁଁ ପେନସିଲ୍ରେ ଲେଖୁଛି ଅପ୍ସରା ପେନସିଲ୍ରେ ବି ବାର ଭାଙ୍ଗୁଛି ହେଲା, ଖାଲି ମୁନ ଭାଙ୍ଗୁଛି। ତାପରେ ଗୋଟେ ହେଉଛି ବ୍ଲାକ୍ ବିୟୁଟିର ଗୋଟେ ପେନସିଲ୍ ଆସୁଥିଲା, ସେଇଟା ବହୁତ ମାନେ ଆଗରୁ ଭଲ ପଡ଼ୁଥିଲା, ଡାର୍କ ଚାଲୁଥିଲା, କିନ୍ତୁ ଏବେ ସେ କ'ଣ ହେଇଛି ଭାରି ସଫ୍ଟ ଅଛି। ପେନସିଲ୍ ମୁନ କଲା ମାନେ ଭାଙ୍ଗି ଯାଉଛି ଟକ୍ ଟାକ୍। ତାପରେ କଲର୍ ବକ୍ସ ହେଲା, କଲର୍ କାର୍ ଭିତରେ ହିଁ ପସେଇ ଦେଇଛି। ଏ ଜୋମେଟ୍ରି ବକ୍ସ, ଏଇ ଜୋମେଟ୍ରି ବକ୍ସ ଯଦି ମୁଁ ଗୁଗୁକୁ ଗୋଟାଏ ଦିନ ସ୍କୁଲକୁ ଦେବି, ତାପରେ ଆସିକି ସିଏ 2 ଖଣ୍ଡ ହେଇଯାଇଥିବ, ନହେଲେ ତାର ପଛରେ ଯେଉଁ ହୁଇଲ୍ ଲାଗିଛି ସେ ହୁଇଲ୍ ବି ଉପଡ଼ା ହେଇଯାଇଥିବ। 2ଟାକ ବି ସେଇଭଳିଆ ହେଲା। ଆଉ କଲର୍ ତ ସେଇଭଳିଆ। କଲର୍ ବି ମୁଁ ଯେତେ ସୁନ୍ଦର କଲର୍ ଦେଲେ, ଏ କପିଟା ଏଇ 3ଟା କପି, ଏଇଟା ହେଉଛି କଲରିଂ ବୁକ୍ ହେଲା। ଆଉ ଏତକ ପେନସିଲ୍, ଇରେଜ୍, କଟର୍, ଏ ପେନସିଲ୍ ହେରିକା ଘରେ ଥିଲା। ଆ ଭିତରେ ବି ଆହୁରି କଲର୍ ହେରିକା ଦେଇଛି, କିନ୍ତୁ କଲର୍ ଦେଉଛି ସିନା। ଏତକ ସବୁ କଲର୍ ବି ଘରେ ଥିଲା ହିଁ ହେଲା। ଏଇଠି ଆ ଭିତରେ କଲର୍ ତକ ସବୁ ଏଇ କଲର୍ଟା ଦେଇଥିଲା। ଆଉ ଗୋଟେ ଏଇ କଲର୍ଟା, ଏଇ କଲର୍, ଆଉ ଏଇ କଲର୍ଟା, ଏମିତି ଆ ଭିତରେ ଦେଇଥିଲା କଲର୍ ସବୁ ହେଲା। କଲର୍ କିନ୍ତୁ ଆସୁଛି ହେଲା। କଲର୍ କିନ୍ତୁ ହେଲା ବେଳକୁ ହେଉଛି କେଉଁ ଗାଡ଼ି କି ରେଡ଼୍ ଗାଡ଼ି ଥିବ ବ୍ଲାକ୍ ହେଉଛି, କେଉଁ ବ୍ଲାକ୍ ଯଦି ଥିବ ତାକୁ ହ୍ୱାଇଟ୍ ହେଉଛି। ଏଇଭଳିଆ ଆମର କାର୍ର କଲର୍ ହେଉଛି ହେଲା। ଆଉ କେତେ ସେମାନଙ୍କ ସହିତ ପାର୍ଟି କରିବୁ ହେଲା। ଏତେବେଳ ଆସି 10ଟା ରାତି ହେଲାଣି, ମୁଁ ସେମାନଙ୍କ ସହିତ ଗଜର ହେଇ ଦିନ ହିଁ ଯାଉଛି। ପାଠ ପଢ଼ିବା କଥା କ'ଣ କହିବି, ଭାରି ହିଁ କଷ୍ଟ ଲାଗୁଛି। ଭାବୁଛି କ'ଣ କରିବି, ଡେଲି ସେଇ କଥା ହିଁ ଭାବୁଛି, କ'ଣଟା କରିପାରିବି।
ହଉ ଚାଲ ଆକ୍ଚୁଆଲି ମୁଁ ଦେଖୁଥିଲି କେତେ ତ ମୋର ପାଖରେ ଅଛି ବୁକ୍ସ କପି ହେରିକା ଆଉ ଟ୍ୟୁସନରେ ଦରକାର ହେବ କପି ହେଲା ସେଇଟା ସବୁ ସଜଡ଼ା ସଜଡ଼ି ହିଁ କରୁଥିଲି ବସିକି ଟିକେ ସାଇଜ୍ କରିଦେଲେ ଦେଖିବା ଆଉ କ'ଣ ସବୁ ଆସିବ ଆଉ ବୁକ୍ କପି ଦେଖାଯିବ ଆଉ ଗୋଟେ କଲର୍ ରଶ୍ମି नो କାହିଁକି କୋଉଠି ଏସି ଲାଗିଛି ସେ ଦାଦା ଲଗେଇଥିବ କିଏ କହିଲା ହଁ ଖାଇବୁ ତ ବ୍ୟସ୍ତ ହଉଛୁ କେମିତି ଜେଜେ ହେରିକା ଆସନ୍ତୁ ତୁ ତାଙ୍କ ସାଙ୍ଗରେ ବସିକି ଖାଇଦେବୁ ବେଳ ହେଇନି ମୁଁ ୟାକୁ ସଜଡ଼ା ସଜଡ଼ି କରିଛେ ଚାରିଆଡ଼େ ତ ଅଳିଆ କରୁଛ ଖାତା ବହି କ'ଣ କିଏ ଫୋପାଡ଼ି ଦେଇ ପଳେଇଛ କେମିତି କିଏ ସଜାଡ଼ିବ ଆସିକି ଖାତା ରବର ପେନସିଲ୍ ସବୁ ଯେଉଁ ମୁଁ କାଲି ସକାଳେ ଟ୍ୟୁସନକୁ ଗଲାବେଳେ ଫେର ଖୋଜିକି ଦେବି ମୁଁ ଯେତିକି ପାଠ ଦେଇଥିଲି କରିଦେଇଛୁ ଓଡ଼ିଆର ଯେଉଁ ମାତ୍ରା ଦେଇଥିଲି କରିଦେଲୁ ହର୍ଷଉକାର ଦୀର୍ଘଉକାର ଦିକାର କରିସାରିଲୁ ଆଉ ଖାଇବାକୁ ଦେ ଖାଇବାକୁ କ'ଣ ହଉଛୁ ସରିଲା ବୁବୁର ରିଆଡ଼ମିସନ୍ ଆଉ ତା ବୁକ୍ ଆସିଗଲା ସକାଳୁ ଏପର୍ଯ୍ୟନ୍ତ ବ୍ୟସ୍ତ ଥିଲି ଟେନସନ୍ ଥିଲି ରାଗିଥିଲି ସବୁ ବି କରିଥିଲି ହେଲା ଯେଉଁଟାକି ମୁଁ ସେୟାର କରିପାରିବିନି ହଉ ଚାଲ ରୋଷେଇ ବାବା ତୁ ଟିକେ ଆକୁ ଇଏ କର ସଜାଡ଼େ ମୁଁ ଆସୁଛି ତ ଗୁଗୁ ଏଇଠି ମୋବାଇଲ ଧରିଥିଲା ମୁଁ ତାକୁ ଗାଳି କରୁଥିଲି ସେ କୁଆଡ଼େ ଯାଇଛି ଗୁଗୁ ନମସ୍କାର ଗୁଡ୍ ଇଭିନିଂ ୱେଲକମ୍ ଟୁ ମାଇ ଚ୍ୟାନେଲ୍ କେମିତି ଅଛନ୍ତି ଆଶା କରୁଛି ସମସ୍ତେ ଭଲ ଥିବେ ମୁଁ ବି ଭଲ ଅଛି ସକାଳୁ ବହୁତ ପ୍ରୋବ୍ଲେମ୍ ଥିଲା ମୁଁ ଆଜି କିଛି ବି ଭିଡ଼ିଓ କରିନି ତାପରେ ଗୁଗୁର ସ୍କୁଲକୁ ଗଲି ସ୍କୁଲରୁ ତାର ରିଆଡ଼ମିସନ୍ ହେଲା ତା ବୁକ୍ ତକ ନେଇକି ଆସିଛି ବୁକ୍ ବି ଓପନ୍ କରିନି ସବୁ କାମ ସରିଲେ ତାକୁ ପେଷ୍ଟ ଯେଉଁ ପେପର୍ ପେଷ୍ଟ କରିଦେବି ତା ଉପରେ ନହେଲେ ରଖିବନି ମାଙ୍କଡ଼ ପ୍ରକୃତାର ସବୁ ମାନେ ଯେତେ ଭଲ ବି ଦେଲେ ସେ 2 ଦିନରେ ତାର ଚିରାଚିରି ହେଇଯିବ ସବୁବେଳେ ଆଉ ଚାଲ ସନ୍ଧ୍ୟା ଧୂପ ଦେଇକି ଆସିଲି ଆଉ ଓଟ୍ସ ବନେଇଦେଲି ରିସି ଖାଇକି ତା ଟ୍ୟୁସନ୍ ଗଲା ଆଉ ଗୁଗୁ ପିଇବି ସେ ଯାଉଛି ଚାହା ହେରିକା ପିଇବି ଅଧିକା ଟେନସନ୍ ନେଲା କ'ଣ ମୁଣ୍ଡ ବି ମୋର ବିନ୍ଧା ହେଉଛି ଆଖି ଫାଖି ସବୁ ବିନ୍ଧା ଦିନକୁ ଦିନ ମୁଁ ଅଧିକା ଭାବୁଛି ଯେତେ ଭାବୁଛି ମୁଁ କିଛି ଭାବିବିନି ଆସ୍ତେ ଆସ୍ତେ ସେ ଭାବନା ଭିତରେ ହିଁ ମୁଁ ଫସି ଯାଉଛି ଜଣା ନାହିଁ ହଉ ଚାଲ ଭଗବାନଙ୍କ ଇଚ୍ଛା ଭଗବାନ ଯାହା କରିବେ ପ୍ରାଣୀର ମଙ୍ଗଳ ପାଇଁ ମୁଣ୍ଡଟା ବି ବିନ୍ଧା ହେଉଛି ହଉ ଚାଲ ଆଜି ମୁଁ ଗାଧୋଇ ପାଧେଇକି ଆସିଲି ହେରି ରିଷିକି ବିଦା କରିଦେଇଥିଲି ହେଲା ରିଷିକି ବିଦା କଲା ପରେ ଗାଧୋଇବାକୁ ପଳେଇଥିଲି ରୁମ୍ କ୍ଲିନ୍ କରି ଗାଧୋଇକି ଲେଟ୍ ହେଲା ଗୁଗୁକୁ କହିଥିଲି ତୁ ତୋର ବସିକି ହୋମୱାର୍କ କରିଥିବୁ ମୁଁ ଆସିଲେ ଖାଇବାକୁ ଦେଇଦେବି ଖାଇସାରିଲେ ତୁ ଯିବୁ ଟ୍ୟୁସନ୍ ଯିବୁ ରିସି ପାଇଁ ଇପି କରିଥିଲି କହିଲା ତାକୁ ଇପି ଦେଲୁ ମୋତେ ଦେଲୁନି ମୁଁ ତ କିଛି କହିନଥିଲି ତା ପାଇଁ ରଖିଥିଲି ଟିକେ ଛତୁଆଟା ଭାରି କଷ୍ଟକର ଖାଇବା ତାକୁ ତା ପାଇଁ ଟିକେ ଇପି ନା ଭାରି ଖୁସିରେ ଯାଇଛି ହାତ ଧୋଇବାକୁ ଆଉ ଏଇଠି ଅଳ୍ପ ରଖିଥିଲି ଗୋଟେ କରିଥିଲି ଇପି ତ ଖାଇବ ଆସିଲୁ ତାପରେ ମୁଁ ଚୁଟିଟା ଶୁଖେଇ ଦେ ଆସେ ଶୀଘ୍ର ଖାଇକି ଟ୍ୟୁସନ୍ ଯିବୁ କ'ଣ ହେଲା ଧୋଇକି ଆଣିଲି କୋଉଠି ପଡ଼ିଗଲା ଟବ୍
आ टीप कौन कुछ खा तू स्पून थोई दे हाथ रे खाई दे कहना से सुखी गलानी आ स्पून रे हबनी खाई दे मु जाऊँ छत एपड़ 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 का बसिकी मु घर आज फे सकाळ पोछिजी है अलिया होता घरे ठाकुर एमती झुलु लास्ट बाल ठाकुर लगे आइला आइला कता आइला धर कुआड़े जीवी ना ठाकुर लगे ए बाबू ठिया करनी ठिया करनी बाबू पुओ ए ऋषि गु पुओ पत्थर से थोई के बुला लोक ଯିବେ ତାଙ୍କର ଆମ ସେଠି ଜଣକୁ ଠାକୁର ହିଁ ଲାଗିଗଲେ।